ତ ସାଙ୍ଗମାନେ ଆପଣଙ୍କ ଭିଡ଼ିଓରେ ଭ୍ୟୁସ୍ ଆସୁନି, ଆପଣ କ'ଣ କରିବେ? ଆପଣ ଯାହାକି ସଠିକ୍ ଟ୍ୟାଗ୍ ଏବଂ ଟାଇଟେଲ୍ ଡିସ୍କ୍ରିପସନ୍ ଯାହାକି ଦେଉନାହାନ୍ତି, ଯାହାଫଳରେ ଆପଣଙ୍କର ଭ୍ୟୁସ୍ ଯାହାକି ଆସୁନାହିଁ ଭିଡ଼ିଓରେ। ତ ସଠିକ୍ ଆପଣ କେମିତି ଲଗାଇବେ? ତ ମୁଁ ଆପଣମାନଙ୍କୁ ଏଇ ଭିଡ଼ିଓରେ ପୁରା ଆପଣମାନଙ୍କୁ ଡିଟେଲ୍ ହେଇକି କହିବି। ଆପଣମାନେ ଫାଷ୍ଟରୁ ଲାଷ୍ଟ ଯାଏଁ ଦୟାକରି ଦେଖନ୍ତୁ, ହେଲେ ଯାଇକି ଜାଣିପାରିବେ। ତ ପ୍ରଥମେ ଆପଣ କ'ଣ କରିବେ? ପ୍ରଥମେ ଆପଣ ଭିଡ଼ିଓକୁ ସୁଟ୍ କରିବେ। ଆପଣ ତ ଭିଡ଼ିଓ ବହୁତ ସୁନ୍ଦର ସୁଟ୍ କରୁଛନ୍ତି, କିନ୍ତୁ ଆପଣ ଯଦି ଟାଇଟେଲ୍ ଡିସ୍କ୍ରିପସନ୍ ଏବଂ ଟ୍ୟାଗ୍ ଦେବା ଆପଣମାନଙ୍କୁ ଜଣା ନାହିଁ, ତାହେଲେ ଆପଣଙ୍କର ଭିଡ଼ିଓ ଯାହାକି ଭାଇରାଲ୍ ହେବ ନାହିଁ। ତ ସାଙ୍ଗମାନେ ଆପଣ କ'ଣ କରିବେ? ଭିଡ଼ିଓକୁ ସୁଟ୍ କରି ସାରିଲା ପରେ ଆପଣମାନେ କ୍ରୋମ୍ ବ୍ରାଉଜର୍କୁ ଯିବେ। କ୍ରୋମ୍ ବ୍ରାଉଜର୍ରେ ଏଇଠି ଆପଣମାନଙ୍କୁ ଏଇଠି ଦେଖେଇଦେବ। ଏଇଠି ଆପଣମାନେ ସର୍ଚ୍ଚ ବାର୍ରେ ଲେଖିବେ TAG ଟ୍ୟାଗ୍ ଜେନେରେଟର୍ରେ ଆପଣମାନେ ସର୍ଚ୍ଚ ବାର୍ରେ ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଆପଣଙ୍କୁ ଏଇଠି ପ୍ରଥମେ ଦେଖେଇଦେବ ଏଇଠି ୟୁଟ୍ୟୁବ୍ ଟ୍ୟାଗ୍ ଜେନେରେଟର୍ ଆଣ୍ଡ ଅପ୍ଟିମାଇଜର୍। ତ ଏଇଠି ଆପଣ କ୍ଲିକ୍ କରିନେବେ। ଏଇଠି କ୍ଲିକ୍ କଲା ପରେ ଆପଣମାନଙ୍କୁ ଏଇ ଟାଇପ୍ର ଆପଣଙ୍କର ପେଜ୍ ଏଇଠି ଖୋଲିଯିବ। ତ ଆପଣମାନେ ଆପଣମାନେ ସର୍ଚ୍ଚ କରିବେ। ସର୍ଚ୍ଚ ବାର୍ରେ ସର୍ଚ୍ଚ କରିକି ଲେଖିବେ ଏଇଠି ଆପଣ ଯେଉଁ ବିଷୟରେ ଆପଣ ଭିଡ଼ିଓଟି ବନାଉଛନ୍ତି, ସେହି ସର୍ଚ୍ଚ ଆପଣ ଏଠି କରିବେ। ତ ମୁଁ ଆପଣମାନଙ୍କୁ ଏଇ ଭିଡ଼ିଓରେ ଟ୍ୟାଗ୍ ଲଗାଇବାର ସଠିକ୍ ଉପାୟ ଏଇଟାକୁ କରୁଛି। ଆପଣ ଓଡ଼ିଆରେ କିମ୍ବା ଇଂଲିଶରେ କିମ୍ବା ଆପଣ ହିନ୍ଦୀରେ ଯେଉଁଥିରେ ବି ଆପଣମାନେ ସର୍ଚ୍ଚ କରିବେ, ତାହାର ସେ ଆପଣମାନଙ୍କୁ ବହୁତ ସାରା ଆସିଯିବ। ତ ମୁଁ ହିନ୍ଦୀରେ ଯାହାକି ସର୍ଚ୍ଚ କରୁଛି ଟ୍ୟାଗ୍ लगाने का सही तरीका। ସାଙ୍ଗମାନେ ଏତିକି କହିକି ମୁଁ ଏବେ ସର୍ଚ୍ଚ ବାର୍ରେ କ୍ଲିକ୍ କଲି। ତ ସାଙ୍ଗମାନେ ଏଇଠି ଆପଣମାନେ ଦେଖିପାରୁଥିବେ ତ ସାଙ୍ଗମାନେ ଏଇଠି ଟିକେ ପାଖେ ଆସିଯାଇଛି। ତ ମୁଁ ଆଉ ଗୋଟେ ଆପଣମାନଙ୍କୁ ଏଇଠି ସର୍ଚ୍ଚ କରି ଏବେ ଦେଖେଇ ଦେଉଛି। ତ ସର୍ଚ୍ଚ କରିବା ଏବେ ଇଂଲିଶରେ କରିବା ହାଉ ଟୁ put title and tag YouTube video। ତ ଲେଖିକି ଏବେ ମୁଁ ସର୍ଚ୍ଚ କଲି। ଏଠି ଆପଣମାନେ ଦେଖୁଥିବେ ହାଉ ଟୁ ଏଡ୍ ଟैग्स योर यूट्यूब वीडियो, हाउ टू वीडियो पर टैग कैसे लगाए, ଏତେ ଗୁଡ଼େ ଯାହାକି ଏଠି ଆପଣମାନଙ୍କୁ ଏଠି ଆସିଯାଇଛି। ଆସି ସାରିଲା ପରେ ଆପଣମାନେ ଏଠି କପି କରିନେବେ। ଏଠି ଆପଣ 2-3 ଥର କପି କରିନେବେ। କପି କଲା ପରେ ଆପଣମାନେ କ'ଣ କରିବେ? ବ୍ୟାକ୍ ଯିବେ। ବ୍ୟାକ୍ ଯାଇ ସାରିଲା ପରେ ଆପଣ ଯଦି ଯେଉଁ ଭିଡ଼ିଓକୁ ଆପଣ YT ଷ୍ଟୁଡ଼ିଓକୁ ଆପଣମାନେ ଓପନ୍ କରିଦେବେ। YT ଷ୍ଟୁଡ଼ିଓ ଓପନ୍ କରିସାରିଲା ପରେ ଏଇଠି ଆପଣମାନଙ୍କୁ ଯାହାକି ଆପଣଙ୍କର ଏଇଠି କଣ୍ଟେଣ୍ଟ ଏଇଠି ଆପଣମାନେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଆପଣଙ୍କର ଭିଡ଼ିଓ ଯେତେ ବି ଆପଣମାନେ ଅପଲୋଡ଼୍ କରିଥିବେ ଏଇଠି ଆପଣମାନଙ୍କୁ ଯାହାକି ଦେଖେଇଦେବ। ତ ହେଇସାରିଲା ପରେ ସାଙ୍ଗମାନେ ଏଇଠି ଆପଣମାନେ କ୍ଲିକ୍ କରିନେବେ। ଆପଣ ଯେଉଁ ଭିଡ଼ିଓରେ ଆପଣଙ୍କ ଟାଇଟେଲ୍ ଡିସ୍କ୍ରିପସନ୍ ଦେବା କଥା ଆପଣ ସେଇଠି ଆପଣମାନେ କ୍ଲିକ୍ କଲେ। କ୍ଲିକ୍ କଲା ପରେ ଏଇଠି ଦେଖିପାରୁଥିବେ ଡଟ୍ ଚିହ୍ନରେ ଆପଣମାନେ କ୍ଲିକ୍ କରିନେବେ। ଡଟ୍ ଚିହ୍ନରେ କ୍ଲିକ୍ କଲା ପରେ ଆପଣଙ୍କର ଯାହାକି ଏଠି ଆପଣମାନଙ୍କୁ ଆସିଯିବ ଏଠି ଡିସ୍କ୍ରିପସନ୍। ଆପଣ କ'ଣ କରିବେ? ଏଇ ଡିସ୍କ୍ରିପସନ୍ରେ ଆପଣମାନେ ଏଇ ଯେଉଁ କପି କରିଥିଲେ ଆମେ ଟ୍ୟାଗ୍ ଜେନେରେଟର୍ ଯେଉଁ ଆମର ସର୍ଚ୍ଚ ବାର୍ରୁ, ତ ତାକୁ ଏଠି କପି କରିନେବେ। କପି କରିଗଲା ପରେ ସାଙ୍ଗମାନେ ଏଠି ବହୁତ ସାରା ଯାହାକି ଆସିଯାଇଛି ଏଠି। ତ ସାଙ୍ଗମାନେ ଆପଣମାନେ କ'ଣ କରିବେ? ମୁଁ ଆପଣଙ୍କ ବହୁତ ସହଜ ପ୍ରୋସେସ୍ କହିବି।
ତାପରେ ଏଠି ଯାହା ବି ଲେଖା ଅଛି ଆପଣମାନେ ଏଇଠି ଦେଖିପାରୁଥିବେ ଏହା ପାଖରେ ଗୋଟେ କମା ରହିଛି। ତ ଏଇ କମାକୁ ଆପଣମାନେ ଡିଲିଟ୍ କରିକିରି ଏଇ ଟାଇପ୍ର ସ୍ପେସ୍ ଦେଇଦେବେ। ଆପଣ ଯେତେ ବି ଅଛି ୟାକୁ ଏଇ ଟାଇପ୍ର ସବୁକୁ ୟାକୁ ଆପଣ ଏଇ ଟାଇପ୍ର ସ୍ପେସ୍ ଦେଇଦେବେ। ଆପଣ ଯେମିତି ଅଛି ସେମିତି ଯଦି ଆପଣ ଦେଇଦେବେ ତ ୟୁଟ୍ୟୁବ୍ ଭାବିବ କି ସେଇଠୁ ଆଣିକି କପି କରିଛି। ତ ସେଇଥିପାଇଁ ଆପଣମାନେ କିଛି ଅଲଗା ଆପଣମାନଙ୍କୁ କିଛି ଚେଞ୍ଜ କରିବା ପାଇଁ ପଡ଼ିବ। ତ ସାଙ୍ଗମାନେ ଦେଖିପାରୁଥିବେ ଏଇ ଟାଇପ୍ର ମୁଁ କରିଦେଉଛି। ଆପଣ ଯେତେ ବି ଅଛି କମାକୁ ଆପଣ ଏଇ ଟାଇପ୍ର କରିଦେବେ। ହେଇସାରିଲା ପରେ ଆପଣ କ'ଣ କରିବେ, ଆପଣ ଗୋଟେ ଏଇ ଯେଉଁ ଉପରେ ଅଛି ୟାକୁ ଆପଣ ଗୋଟେ କପି କରିଦେବେ। କପି କରିଦେଲି, ପୁଣି ବ୍ୟାକ୍ ଗଲି, ପୁଣି ଏଇଠି ଦେଖିପାରୁଥିବା ଟ୍ୟାଗ୍ରେ ଆପଣ ଏଇଠି କପି କରିନେଲେ। ପୁଣି ଆଉ ଥରେ ବ୍ୟାକ୍ ଗଲେ, ପୁଣି ଆଉ ଥରେ ଏଇଠି ଡିସ୍କ୍ରିପ୍ସନ୍ରେ ଆପଣ 2 ନମ୍ବର ଅଛି ତ ପୁଣି ବ୍ୟାକ୍ ଗଲେ ସାଙ୍ଗମାନେ, ପୁଣି ଏଇ ଯେଉଁ ମୁଁ 2 ନମ୍ବରକୁ ଏବେ କପି କରିଦେଲି, ତାପରେ 3 ନମ୍ବର ଏଇଠି ଦେଖିପାରୁଥିବେ 3 ନମ୍ବରକୁ ବି ସେମିତି ମୁଁ ଯାଇକି ଏଇଠି କପି କରିଦେଲି। କପି କଲା ପରେ ପୁଣି ବ୍ୟାକ୍ ଯିବା, ପୁଣି ଏଇଠି ଟ୍ୟାଗ୍କୁ କ୍ଲିକ୍ କରିବା, ଏଇଠି ପୁଣି ଆମେ କପି କରିଦେବା, ପୁଣି ବ୍ୟାକ୍ ଯିବା, ପୁଣି ଏଇଠି 4 ନମ୍ବର ଯାହାକି ଆପଣମାନେ ଏଇଠି 4 ନମ୍ବର ଦେଖିପାରୁଥିବେ, 4 ନମ୍ବର ୟାକୁ କପି କରିଦେଲେ, ପୁଣି ଟ୍ୟାଗ୍କୁ ଗଲେ, ପୁଣି ଏଇଠି ଆପଣମାନେ କପି କରିଦେଲେ। ଏଇ ଟାଇପ୍ର ଆପଣମାନଙ୍କୁ ଯେତେ ବି ଅଛି ଆପଣ ସମସ୍ତଙ୍କୁ ଆପଣ ସେଠି କପି କଲେ, ଏଠି ପେଷ୍ଟ କଲେ, ମାନେ କେତେ ସହଜ। ଆପଣମାନଙ୍କୁ ଏତେ ମାନେ ରାଇଟିଂ କରିବା ପାଇଁ ପଡ଼ିବନି କି ଏତେ ଆପଣମାନଙ୍କୁ ଲେଖିବା ପାଇଁ ଭାବି ପଡ଼ିବନି। ତ ଯାହାକି ଅତି ସହଜ ହେଇଯାଉଛି। ତ ଯିଏ ବି ଆପଣମାନଙ୍କୁ ଏଇ ଯେଉଁ ଲେଖା ଭିତରୁ ସର୍ଚ୍ଚ କଲା, ଯାହାକି ଆପଣଙ୍କର ଭିଡ଼ିଓ ପ୍ରଥମେ ହିଁ ଆପଣଙ୍କର ରାଇଟ୍ ଆସିବ, ଏବଂ ଯଦି ଆପଣଙ୍କର ଭିଡ଼ିଓ ସର୍ଚ୍ଚେବଲ୍ ହେଇଥିବ ତାହେଲେ ଆପଣଙ୍କର ଭିଡ଼ିଓ ଲାଇଫ୍ ଟାଇମ୍ ସାରା ଆପଣଙ୍କର ଭିଡ଼ିଓ ଚାଲୁଥିବ। ଯିଏ ବି ସର୍ଚ୍ଚ କରିବ ଆପଣ ପ୍ରଥମ ଉପରେ ସେ ଅପସନ୍ରେ ଆସିଯିବ ଏବଂ ତାକୁ ସେ କ୍ଲିକ୍ କରିକି ସେ ନିହାତି ଦେଖିବ। ତ ଏତିକି ହେଇସାରିଲା ପରେ ଆପଣ ୟାକୁ ଅନଇନଷ୍ଟଲ୍ ଅଛି, ୟାକୁ ଆପଣ ପବ୍ଲିକରେ ରଖିଦେବେ। ପବ୍ଲିକରେ ରଖି ସାରିଲା ପରେ ଆପଣ ୟାକୁ ପୁଣି ସେଭ୍ କରିଦେବେ, ଯାହାକି ଆପଣଙ୍କର ଭିଡ଼ିଓଟି ଏବେ ପବ୍ଲିକ୍ ହେଇଯିବ ଏବଂ ଆପଣଙ୍କର ଯାହାକି ଆପଣଙ୍କର ଭ୍ୟୁଅର୍ସ ଯିବ। ସାଙ୍ଗମାନେ ଆଜିର ଭିଡ଼ିଓ ଏତିକି। ଯଦି ଆପଣମାନଙ୍କୁ ଏ ଭିଡ଼ିଓ ଭଲ ଲାଗୁଛି ତାହେଲେ ଏ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ ଏବଂ ଆପଣ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଭିଡ଼ିଓରେ ଗୋଟେ ସୁନ୍ଦର କମେଣ୍ଟ କରିଦେବେ। ରହିଲି, ଜୟ ହିନ୍ଦ।